ପିଲାମାନେ ଆଜି ଆମେ ଦଶମ ଶ୍ରେଣୀର ଭୂଗୋଳ ବହିର ସପ୍ତମ ଅଧ୍ୟାୟ ବିନିର୍ମାଣ ଉଦ୍ୟୋଗ ପାଠଟିର ପ୍ରଶ୍ନ ଉତ୍ତର କରିବା। 1 ନମ୍ବର ଏ ବକ୍ସାଇଟ୍ କେଉଁ ଉଦ୍ୟୋଗର କଞ୍ଚାମାଲ ରୂପେ ବ୍ୟବହୃତ ହୁଏ? ଲୁହା, ଆଲୁମିନିୟମ, ତମ୍ବା, ସିମେଣ୍ଟ। ତ ଏହା ମଧ୍ୟରୁ ସଠିକ୍ ଆନ୍ସର ଆଲୁମିନିୟମ। ବି ନମ୍ବର କେଉଁ ସଂସ୍ଥାଟି ଲୌହ ଇସ୍ପାତ ଉତ୍ପାଦନ ସହ ସମ୍ପୃକ୍ତ? ସଠିକ୍ ଆନ୍ସର ଏମାନଙ୍କ ମଧ୍ୟରୁ ସେଲ୍। କେଉଁଟି ଏକ ରାଷ୍ଟ୍ରାୟତ୍ତ ସଂସ୍ଥା ନୁହେଁ? ଟିସ୍କୋ। କେଉଁ ସ୍ଥାନରେ ଯାତ୍ରୀବାହୀ ରେଳ ଡବା ତିଆରି ହୁଏ? କପୁରତାଲାରେ କି ବାରାଣାସୀରେ କି ପେରାମ୍ବୁର କି କୋଲକାତା? ସଠିକ୍ ଆନ୍ସର ହେଲା ପେରାମ୍ବୁର। ଇ ନମ୍ବର ମହିନ୍ଦ୍ରା ଓ ମହିନ୍ଦ୍ରା କାରଖାନା କେଉଁ ପ୍ରକାର ଯାନ ନିର୍ମାଣ କରିଥାଏ? 2 ଚକିଆ କରିଥାଏ କି 3 ଚକିଆ କି 4 ଚକିଆ କି 8 ଚକିଆ? ସଠିକ୍ ଆନ୍ସର ହେଲା 4 ଚକିଆ। ଏଫ୍ ନମ୍ବର କେଉଁ ଶିଳ୍ପରେ ମଜୁରୀଭୋଗୀ ଶ୍ରମିକ ନଥାନ୍ତି? କ୍ଷୁଦ୍ର ଶିଳ୍ପରେ, କୁଟୀର ଶିଳ୍ପରେ କି ମୌଳିକ ଶିଳ୍ପ କି ଖାଉଟି ଶିଳ୍ପ? ସଠିକ୍ ଆନ୍ସର ହେଲା କୁଟୀର ଶିଳ୍ପ। 2 ନମ୍ବର ଭାରତରେ ରେଖାଙ୍କିତ ମାନଚିତ୍ରରେ ନିମ୍ନଲିଖିତ ସ୍ଥାନଗୁଡ଼ିକୁ ଦେଖାଅ। ଜାହାଜ ନିର୍ମାଣ କାରଖାନା ଦେଖାଇବାର ଅଛି ମାନଚିତ୍ରରେ, ଲୌହ ଇସ୍ପାତ କାରଖାନା ଦେଖାଇବାର ଅଛି, ଇଲେକ୍ଟ୍ରୋନିକ୍ସ କାରଖାନା, ଉଡ଼ାଜାହାଜ ନିର୍ମାଣ କାରଖାନା, ଆଲୁମିନିୟମ କାରଖାନା, କାଗଜ ଶିଳ୍ପ। ତ ଏଇଠି ଚିତ୍ରରେ ଦେଇଛି, ତୁମେମାନେ ଦେଖିକି ଭରି ନେବ। ତ୍ରିଭୁଜ ପରି ଅଛି, ସେଟା ହେଲା ଇଲେକ୍ଟ୍ରୋନିକ୍ସ କାରଖାନା, ଆଉ ଏଇଟା ହେଲା ବର୍ଗଚିତ୍ର ଉଡ଼ାଜାହାଜ ନିର୍ମାଣ କାରଖାନା, ଆଉ ବୃତ୍ତଟା ହେଲା ଲୌହ ଇସ୍ପାତ କାରଖାନା, ଆଉ ଷ୍ଟାରଟା ହେଉଛି ଜାହାଜ ନିର୍ମାଣ କାରଖାନା। 3 ନମ୍ବର ନିମ୍ନଲିଖିତ ଗୁଡ଼ିକର ପୁରା ନାମ ଲେଖ। ଇସ୍କୋ, ସେଲ୍, ଟିସ୍କୋ ଆଉ ନାଲ୍କୋ ଏମ୍ଏନ୍ସି। ଇସ୍କୋର ପୁରା ନାମ ହେଲା ଆଇରନ୍ ଇଣ୍ଡିଆନ୍ ଏଣ୍ଡ ଷ୍ଟିଲ୍ କମ୍ପାନୀ। ସେଲ୍ର ପୁରା ନାମ ହେଲା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍, ଆଉ ଟିସ୍କୋର ହେଲା ଟାଟା ଆଇରନ୍ ଏଣ୍ଡ ଷ୍ଟିଲ୍ କମ୍ପାନୀ। ନାଲ୍କୋର ହେଲା ନ୍ୟାସନାଲ ଆଲୁମିନିୟମ କମ୍ପାନୀ। ଏମ୍ଏନ୍ସିର ହେଲା ମଲ୍ଟି ନ୍ୟାସନାଲ କମ୍ପାନୀ। ଚାରି ନମ୍ବର ବିନିର୍ମାଣ ଉଦ୍ୟୋଗ କହିଲେ କ'ଣ ବୁଝାଯାଏ? ଉତ୍ତର ହେଲା ହାତ ହତିଆର ଟୁଲ୍ସ ବା ଯନ୍ତ୍ର ବ୍ୟବହାର କରି ପ୍ରାଥମିକ ସମ୍ବଳଗୁଡ଼ିକରୁ ପ୍ରକ୍ରିୟାକରଣ ମାଧ୍ୟମରେ ବିଭିନ୍ନ ପ୍ରକାର ଦ୍ରବ୍ୟ ବା ମାଲ ବହୁଳ ପରିମାଣରେ ଉତ୍ପାଦନ କରିବାକୁ ବିନିର୍ମାଣ ଉଦ୍ୟୋଗ କୁହାଯାଏ। ସୁତରାଂ ବିନିର୍ମାଣ ଉଦ୍ୟୋଗ କହିଲେ ଶିଳ୍ପ କ୍ଷେତ୍ରରେ ଯନ୍ତ୍ରାଦି ବ୍ୟବହାର ଦ୍ୱାରା ଅନେକ ପ୍ରକାର ଦ୍ରବ୍ୟ ବହୁଳ ପରିମାଣରେ ଉତ୍ପାଦନ କରିବାକୁ ବୁଝାଏ। ବି ନମ୍ବର ପ୍ରାଥମିକ ଉତ୍ପାଦ କ'ଣ? ଏହାର ଉଦାହରଣ ଦିଅ। ଉତ୍ତର ହେଲା ଯେଉଁ ଦ୍ରବ୍ୟଗୁଡ଼ିକ ପ୍ରତ୍ୟକ୍ଷ ଭାବରେ ପ୍ରକୃତିରୁ ମିଳିଥାଏ ସେଗୁଡ଼ିକୁ ପ୍ରାଥମିକ ଉତ୍ପାଦ କୁହାଯାଏ। ଉଦାହରଣ ଖାଦ୍ୟଶସ୍ୟ, ଫଳ, ଫୁଲ, ଶାକସବ୍ଜି ମାଟିରୁ ମିଳିଥାଏ। କାଠ, ଔଷଧୀୟ ଗଛ, ଅଠା, ଲାଖ ଆଦି ଜଙ୍ଗଲରୁ ମିଳେ। ଭୂ ଅଭ୍ୟନ୍ତରରୁ ମିଳୁଥିବା ମନୁଷ୍ୟର ବ୍ୟବହାର ଉପଯୋଗୀ ବିଭିନ୍ନ ଖଣିଜ ପଦାର୍ଥ। ତାପରେ ସି ନମ୍ବର ମୌଳିକ ଶିଳ୍ପ କ'ଣ? ଏହାର ଏକ ତାଲିକା ପ୍ରସ୍ତୁତ କର। ଯେଉଁ ଶିଳ୍ପର ସର୍ବଶେଷ ଉତ୍ପାଦ ଅନ୍ୟ ଗୋଟିଏ ଶିଳ୍ପର କଞ୍ଚାମାଲ ରୂପେ ବ୍ୟବହୃତ ହୁଏ ତାହାକୁ ମୌଳିକ ଶିଳ୍ପ କୁହାଯାଏ। ଉଦାହରଣ ଲୌହ ଇସ୍ପାତ ଶିଳ୍ପ। ଏହି ଶିଳ୍ପରୁ ଉତ୍ପାଦିତ ଲୌହ ଇସ୍ପାତ ମେସିନ ବା କଳକବଜା ଉତ୍ପାଦନର ଶିଳ୍ପର କଞ୍ଚାମାଲ ରୂପେ ବ୍ୟବହୃତ ହୁଏ। ଡି ନମ୍ବର ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରାକୃତିକ ଉପାଦାନ ଗୁଡ଼ିକ କ'ଣ? ଉତ୍ତର ହେଲା ଶିଳ୍ପ ପ୍ରତିଷ୍ଠା ପାଇଁ ଯେତେଗୁଡ଼ିଏ ଉପାଦାନ ବା କାରକ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ସେଗୁଡ଼ିକୁ ପ୍ରାକୃତିକ ଓ ସାଂସ୍କୃତିକ ଏହିପରି 2 ଭାଗରେ ବିଭକ୍ତ କରାଯାଇପାରେ। ଜମି, କଞ୍ଚାମାଲ, ଶକ୍ତି, ଜଡ଼ ଏବଂ ଉପଯୁକ୍ତ ଜଳବାୟୁ ଆଦି ପ୍ରାକୃତିକ ଉପାଦାନର ଅନ୍ତର୍ଭୁକ୍ତ। ଇ ନମ୍ବର ଯୌଥ ଶିଳ୍ପ କାହାକୁ କୁହାଯାଏ? ଉତ୍ତର ହେଲା ଯେଉଁ ଶିଳ୍ପ ଉଭୟ ସରକାର, କେନ୍ଦ୍ର କିମ୍ବା ରାଜ୍ୟ ସରକାର ଓ ବେସରକାରୀ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ପୁଞ୍ଜି ବିନିଯୋଗ କରାଯାଇ ସ୍ଥାପିତ ଓ ପରିଚାଳିତ ହୁଏ
ସେଭଳି ଶିଳ୍ପକୁ ଯୌଥ ବା ମିଳିତ ଶିଳ୍ପ କୁହାଯାଏ। ଉଦାହରଣ ମାରୁତି ଉଦ୍ୟୋଗ ଏବଂ ଅଏଲ ଇଣ୍ଡିଆ। ତାପରେ ଆସିଲା ଏମଏନସି ବା ବହୁରାଷ୍ଟ୍ରୀୟ କମ୍ପାନୀ କ'ଣ? ଏକ ଦେଶରେ ଅନ୍ୟ ବିଦେଶୀ ରାଷ୍ଟ୍ରର କମ୍ପାନୀ ବିଦେଶୀ ପୁଞ୍ଜି ଲଗାଇ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଉଚ୍ଚମାନର ଉତ୍ପାଦ କମ୍ ଦାମରେ ଉତ୍ପାଦନ କରୁଥିଲେ ତାହାକୁ ଏମଏନସି ବା ବହୁରାଷ୍ଟ୍ରୀୟ କମ୍ପାନୀ କୁହାଯାଏ। ଏହାଦ୍ୱାରା ଶିଳ୍ପ କ୍ଷେତ୍ରରେ ପ୍ରତିଯୋଗିତା ତୀବ୍ର ହେବା ସଙ୍ଗେ ସଙ୍ଗେ ଉପଭୋକ୍ତାମାନେ ଲାଭାନ୍ୱିତ ହେଉଛନ୍ତି। 5 ନମ୍ବର ନିମ୍ନୋକ୍ତ ପ୍ରଶ୍ନର ଉତ୍ତର ଦିଅ ପ୍ରାୟ 150ଟି ଶବ୍ଦରେ। ଏ ନମ୍ବର ଭାରତର ଅର୍ଥବ୍ୟବସ୍ଥାକୁ ଶିଳ୍ପ କ୍ଷେତ୍ରର ଅବଦାନ କ'ଣ? ଉତ୍ତର ହେଲା 1951 ମସିହା ଠାରୁ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଆରମ୍ଭ ହୋଇଥିବା ପ୍ରୟାସ ଦ୍ୱାରା ଦେଶର ଆଖିଦୃଷ୍ଟିଆ ବିକାଶ ସମ୍ଭବ ହୋଇପାରିଛି। ଖାଉଟି ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ଏଗୁଡ଼ିକୁ ରପ୍ତାନି କରିବାରେ ସମର୍ଥ ହୋଇଛି। ଶିଳ୍ପ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆମର ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁଦୃଢ଼ କରିଛି ଏବଂ ଦେଶର ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି। ଶକ୍ତି ପରିବହନ ଓ ଯୋଗାଯୋଗ ଭଳି ଆଧୁନିକ ସଂରଚନା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଘଟିଛି ଏବଂ ଲୌହ ଇସ୍ପାତ ଶିଳ୍ପ କ୍ଷେତ୍ରରେ ବିକାଶ ପ୍ରଶଂସନୀୟ ହୋଇଛି। କୃଷି କ୍ଷେତ୍ରର ବଡ଼କା ଶ୍ରମିକ ଶିଳ୍ପ କ୍ଷେତ୍ରରେ ନିୟୋଜିତ ହେବା ଦ୍ୱାରା ଉତ୍ପାଦିକା ଶକ୍ତି ବୃଦ୍ଧି ପାଉଛି। ଗତ ଦଶନ୍ଧିରେ ଦେଶର ଶିଳ୍ପ ଅଭିବୃଦ୍ଧି 7% ଥିବାବେଳେ 2003 ମସିହା ଠାରୁ ଏହା 9ରୁ 10%କୁ ବୃଦ୍ଧି ପାଇଛି। ଏହା 12%କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ନମ୍ବର ସତ୍ତ୍ୱାଧିକାର ଭିତ୍ତିରେ ଶିଳ୍ପର ବିଭାଗୀକରଣ କରି ଉଦାହରଣ ଦିଅ। ଉତ୍ତର ହେଲା ସତ୍ତ୍ୱାଧିକାର ଭିତ୍ତିରେ ଶିଳ୍ପକୁ 4 ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ରାଷ୍ଟ୍ରୀୟତ ଶିଳ୍ପ। କୌଣସି ଶିଳ୍ପ ସରକାର ବା ସରକାରୀ ବିଭାଗ ଦ୍ୱାରା ସ୍ଥାପିତ ଓ ପରିଚାଳିତ ହେଉଥିଲେ ତାହାକୁ ସରକାରୀ ବା ରାଷ୍ଟ୍ରାୟତ୍ତ ଶିଳ୍ପ କୁହାଯାଏ। ଉଦାହରଣ ରାଉରକେଲା ଲୌହ ଇସ୍ପାତ ଶିଳ୍ପ, ଗୁରୁ ବୈଦ୍ୟୁତିକ କାରଖାନା, ଭେଲ୍। ବେସରକାରୀ ଶିଳ୍ପ ଯେଉଁ ଶିଳ୍ପ କୌଣସି ବ୍ୟକ୍ତି ପରିବାର କିମ୍ବା ନିଗମ ଅଧିକାରୀଙ୍କ ମାଲିକାନାରେ ଥାଇ ନିଜସ୍ୱ ପୁଞ୍ଜି ଲଗାଣ ଦ୍ୱାରା ସ୍ଥାପିତ ଓ ପରିଚାଳିତ ହୋଇଥାଏ ତାହାକୁ ବେସରକାରୀ ଶିଳ୍ପ କୁହାଯାଏ। ଉଦାହରଣ ଟାଟା ଲୌହ ଇସ୍ପାତ କମ୍ପାନୀ, ରିଲାଏନ୍ସ, ବଜାଜ ଅଟୋ ଇତ୍ୟାଦି। ମିଳିତ ବା ଯୌଥ ଶିଳ୍ପ ଯେଉଁ ଶିଳ୍ପ ଉଭୟ ସରକାର କେନ୍ଦ୍ର କିମ୍ବା ରାଜ୍ୟ ସରକାର ଓ ବେସରକାରୀ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପୁଞ୍ଜି ବିନିଯୋଗ କରାଯାଇ ସ୍ଥାପିତ ଓ ପରିଚାଳିତ ହୋଇଥାଏ ତାହାକୁ ମିଳିତ ବା ଯୌଥ ଶିଳ୍ପ କୁହାଯାଏ। ଉଦାହରଣ ମାରୁତି ଉଦ୍ୟୋଗ ଓ ଅଏଲ ଇଣ୍ଡିଆ ଲିମିଟେଡ୍। ସମବାୟ ଶିଳ୍ପ କେତେକ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଗଠିତ ସମବାୟ ସମିତି ଦ୍ୱାରା ପରିଚାଳିତ ଶିଳ୍ପକୁ ସମବାୟ ଶିଳ୍ପ କୁହାଯାଏ। ଏହି ଶିଳ୍ପରେ ସ୍ୱତ୍ୱାଧିକାର ସାଧାରଣତଃ ଉତ୍ପାଦକ, କଞ୍ଚାମାଲ ଯୋଗାଣକାରୀ ଓ ଶ୍ରମିକଙ୍କ ଉପରେ ମିଳିତ ଭାବରେ ନ୍ୟସ୍ତ ହୋଇଥାଏ। ଉଦାହରଣ ଅମୁଲ ଦୁଗ୍ଧଜାତ ପଦାର୍ଥ ଶିଳ୍ପ, ଚିନି ଶିଳ୍ପ, କଫି ଶିଳ୍ପ, ଲିଜତ ପାମ୍ପଡ଼। ନମ୍ବର ଶିଳ୍ପଜନିତ ପ୍ରଦୂଷଣ କ'ଣ? ଏହାକୁ କିପରି ରୋକାଯାଇପାରିବ? ଉତ୍ତର ହେଲା ଶିଳ୍ପଜନିତ ପ୍ରଦୂଷଣ ଗୁଡ଼ିକ ହେଲା ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଭୂମି ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ। ଶିଳ୍ପାନୁଷ୍ଠାନରୁ ବାହାରୁଥିବା ଧୂଆଁ, ପାଉଁଶ, କାର୍ବନ ମନୋକ୍ସାଇଡ୍, ସଲଫର ଡାଇଅକ୍ସାଇଡ୍ ବାୟୁରେ ମିଶି ବାୟୁ ପ୍ରଦୂଷଣ କରେ। ରାସାୟନିକ ସାର କାରଖାନାରୁ ନିର୍ଗତ ରାସାୟନିକ ପଦାର୍ଥ, ତାପଜ ବିଦ୍ୟୁତ କେନ୍ଦ୍ର, ଲୌହ ଇସ୍ପାତ ଶିଳ୍ପ ଓ ଆଲୁମିନିୟମ ଶିଳ୍ପରୁ ନିର୍ଗତ ପାଉଁଶ ଓ ଧୂଆଁ ବାୟୁମଣ୍ଡଳକୁ ପ୍ରବେଶ କରି ଏହାକୁ ପ୍ରଦୂଷିତ କରୁଛି। କୋଇଲା, ରଙ୍ଗ, ସାବୁନ, କୀଟନାଶକ ଦ୍ରବ୍ୟ, ସାର, ପ୍ଲାଷ୍ଟିକ, ରବର, କାଗଜ ଶିଳ୍ପ, ବୟନ ଶିଳ୍ପ, ପେଟ୍ରୋ ରସାୟନ ଶିଳ୍ପ,
ଚମଡ଼ା କାରଖାନାରୁ ବାହାରୁଥିବା ଜୈବ ଓ ଅଜୈବ ତରଳ ବର୍ଜ୍ୟବସ୍ତୁ ଭୂମି, ଜଳ ଓ ମୃତ୍ତିକା ପ୍ରଦୂଷଣ କରେ। କାରଖାନାର ଯନ୍ତ୍ରପାତିର ଶବ୍ଦ, ଡିନାମାଇଟ୍ ବିସ୍ଫୋଟ, ଯାନବାହନର ଶବ୍ଦ, କରତ, ବାୟବୀୟ ଖଦନ ଆଦି ଶବ୍ଦ ପ୍ରଦୂଷଣ କରିଥାଏ। ଶିଳ୍ପଜନିତ ପ୍ରଦୂଷଣର ନିରାକରଣ। ଯୋଜନାବଦ୍ଧ ଭାବେ ଶିଳ୍ପ ସ୍ଥାପନ, ଶିଳ୍ପରେ ବ୍ୟବହୃତ ଯନ୍ତ୍ରପାତି ଚୟନ ଓ ଚାଳନା ଦ୍ୱାରା ପ୍ରଦୂଷଣ ରୋକାଯାଇ ପାରିବ। ଶିଳ୍ପରେ ଫିଲ୍ଟର, ଅବକ୍ଷେପକ ଆଦି ବ୍ୟବହାର ଦ୍ୱାରା ପ୍ରଦୂଷଣ ରୋକାଯାଇ ପାରିବ। କଳକାରଖାନାରୁ ବାହାରୁଥିବା କଠିନ ଓ ତରଳ ବର୍ଜ୍ୟବସ୍ତୁଗୁଡ଼ିକୁ ସିଧାସଳଖ ନଈ ନାଳକୁ ନ ଛାଡ଼ି ତାର ଉପଚାର ପରେ ଛାଡ଼ିଲେ ଜଳ ପ୍ରଦୂଷଣ କମ୍ ହେବ। ତରଳ ବର୍ଜ୍ୟବସ୍ତୁଗୁଡ଼ିକୁ ପ୍ରଥମେ ଯାନ୍ତ୍ରିକ, ଦ୍ୱିତୀୟରେ ରାସାୟନିକ ଓ ତୃତୀୟରେ ଜୈବ ରାସାୟନିକ ପ୍ରକ୍ରିୟା ଦ୍ୱାରା ବିଶୋଧନ କରାଯାଇପାରିବ। ଶିଳ୍ପାନୁଷ୍ଠାନମାନଙ୍କରେ କୋଇଲା ପରିବର୍ତ୍ତେ ଖଣିଜ ତୈଳ ଓ ବିଦ୍ୟୁତ୍ ଶକ୍ତି ବ୍ୟବହାର ଦ୍ୱାରା ଏବଂ ଯାନବାହନରେ ଜୈବ ଡିଜେଲ କିମ୍ବା ସୌରଶକ୍ତି ବ୍ୟବହାର ଦ୍ୱାରା ପ୍ରଦୂଷଣ ଏଡ଼ାଇ ଦିଆଯାଇପାରିବ। ତାପରେ ମୃତ୍ତିକା ପ୍ରଦୂଷଣକୁ ରୋକିବା ପାଇଁ କଠିନ ବର୍ଜ୍ୟବସ୍ତୁର ଏକତ୍ରୀକରଣ, ଗର୍ତ୍ତ ପୂରଣ ନିମିତ୍ତ ସେଗୁଡ଼ିକର ବ୍ୟବହାର କିମ୍ବା ପୁନଃଚକ୍ରଣ ଦ୍ୱାରା ସେଗୁଡ଼ିକର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏନ୍ଟିପିସି କିପରି ପ୍ରଦୂଷଣକୁ ନିୟନ୍ତ୍ରଣ କରିପାରିଛି ବୁଝାଅ। ଉତ୍ତର ହେଲା, ଏନ୍ଟିପିସି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେତେକ ବ୍ୟବସ୍ଥା ଗ୍ରହଣ କରିଛି। ସେଗୁଡ଼ିକ ହେଲା ଆଧୁନିକ ପଦ୍ଧତିରେ ଯନ୍ତ୍ରାଂଶଗୁଡ଼ିକର ବ୍ୟବହାର, ପାଉଁଶର ଅଧିକ ବ୍ୟବହାର ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ, ସବୁଜ ବଳୟ ସୃଷ୍ଟି କରି ପ୍ରାକୃତିକ ଭାରସାମ୍ୟ ରକ୍ଷା, ତାପରେ ପୋଖରୀ ସୃଷ୍ଟି କରି ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ତଥା ପାଉଁଶ ମିଶ୍ରିତ ଜଳର ପୁନଃଚକ୍ରଣ ପଦ୍ଧତିରେ ତରଳ ବର୍ଜ୍ୟବସ୍ତୁ ପରିଚାଳନା। ପ୍ରତ୍ୟେକ କାରଖାନାରେ ପରିବେଶ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ ବ୍ୟବସ୍ଥା। ଉପରୋକ୍ତ ବ୍ୟବସ୍ଥା ଦ୍ୱାରା ପରିବେଶ ଅବକ୍ଷୟ ରୋକାଯାଇପାରିବ ଓ ସୁସ୍ଥ ପରିବେଶ ସୃଷ୍ଟି କରାଯାଇପାରିବ। ତାପରେ ଆସିଲା, ଭାରତରେ ଜାହାଜ ନିର୍ମାଣ ପାଇଁ କ'ଣ ବ୍ୟବସ୍ଥା ରହିଛି ଲେଖ। ଉତ୍ତର ହେଲା, ଜାହାଜ ନିର୍ମାଣ ଏକ ବୃହତ୍ ଶିଳ୍ପ ଏବଂ ଏଥି ନିମିତ୍ତ ବହୁଳ ପରିମାଣରେ ପୁଞ୍ଜି ଆବଶ୍ୟକ ହୋଇଥାଏ। ବର୍ତ୍ତମାନ ଭାରତରେ 5ଟି ଜାହାଜ ନିର୍ମାଣ କାରଖାନା ବିଶାଖାପାଟଣା, କୋଚି, ମୁମ୍ବାଇ, ମର୍ମାଗାଓ ଓ କୋଲକାତାଠାରେ ପ୍ରତିଷ୍ଠିତ ହୋଇଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଏହି 5ଟି ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ହୋଇଅଛି। ଏଠାରେ ନୌବାହିନୀ ପାଇଁ ଯୁଦ୍ଧ ଜାହାଜ ଓ ଯାତ୍ରୀବାହୀ ଜାହାଜ ନିର୍ମିତ ହୋଇଥାଏ। ଏହାଛଡ଼ା ଷ୍ଟିମର, ବାର୍ଜ, ଡ୍ରେଜର ଏବଂ ଉପକୂଳବାହୀ ଜାହାଜ ଆଦି ମଧ୍ୟ ଏଠାରେ ନିର୍ମାଣ କରାଯାଏ। ତାପରେ ଜାପାନ ସହାୟତାରେ କୋଚିଠାରେ ପ୍ରତିଷ୍ଠିତ ଜାହାଜ ନିର୍ମାଣ କାରଖାନା 1 ଲକ୍ଷ DWT ଏବଂ ବିଶାଖାପାଟଣାରେ 50,000 ଓଜନର ଜାହାଜ ନିର୍ମାଣ କ୍ଷମତା ରହିଛି। ଜାହାଜ ମରାମତି ପାଇଁ 16ଗୋଟି ଶୁଷ୍କ ଡକ୍, ପୋତ ନିର୍ମାଣ ଓ ମରାମତି କ୍ଷେତ୍ର ରହିଛି। F ନମ୍ବର, ଭାରତର ଲୌହ ଇସ୍ପାତ ଶିଳ୍ପ ସମ୍ପର୍କରେ ସମ୍ୟକ୍ ଧାରଣା ଦିଅ। ଉତ୍ତର ହେଲା, ଲୌହ ଇସ୍ପାତ ଶିଳ୍ପ ଆଧୁନିକ ସଭ୍ୟତାର ମେରୁଦଣ୍ଡ ସଦୃଶ। ଏହା ଅନ୍ୟ ସମସ୍ତ ଶିଳ୍ପର ଆଧାର, ସେଥିପାଇଁ ଏହାକୁ ମୌଳିକ ଶିଳ୍ପ କୁହାଯାଏ। ଭାରତର ସର୍ବପ୍ରଥମ ଲୌହ ଇସ୍ପାତ କାରଖାନା 1830 ମସିହାରେ ତାମିଲନାଡୁର ପୋର୍ଟୋନୋଭୋଠାରେ ସ୍ଥାପିତ ହୋଇଥିଲା। 1907 ମସିହାରେ ଟାଟା କମ୍ପାନୀ ଦ୍ୱାରା ଜାମସେଦପୁରଠାରେ ଟାଟା ଲୌହ ଇସ୍ପାତ କାରଖାନା ପ୍ରତିଷ୍ଠା ହେବା ସହିତ ଆଧୁନିକ ବୃହତ୍ ଲୌହ ଇସ୍ପାତ ଶିଳ୍ପର ଶୁଭାରମ୍ଭ ହେଲା। ପରେ ପରେ ଭାରତୀୟ ଲୌହ ଇସ୍ପାତ କମ୍ପାନୀ ଦ୍ୱାରା ପଶ୍ଚିମବଙ୍ଗରେ ବର୍ଣ୍ଣପୁରଠାରେ ଏବଂ କର୍ଣ୍ଣାଟକର ଭଦ୍ରାବତୀଠାରେ ଲୌହ ଇସ୍ପାତ କାରଖାନା ଗଢ଼ି ଉଠିଲା। ସ୍ୱାଧୀନତା ପ୍ରାପ୍ତି ପରେ ଦେଶର ବିଭିନ୍ନ ସ୍ଥାନରେ ବିଦେଶୀ ରାଷ୍ଟ୍ରର ବୈଷୟିକ ଜ୍ଞାନ ସହାୟତାରେ ଲୌହ ଇସ୍ପାତ କାରଖାନାମାନ ସ୍ଥାପିତ ହେଲା। ସେଗୁଡ଼ିକ ମଧ୍ୟରୁ ଛତିଶଗଡ଼ର ଭିଲାଇ, ଓଡ଼ିଶାର ରାଉରକେଲା, ପଶ୍ଚିମବଙ୍ଗର ଦୁର୍ଗାପୁର, ଝାଡ଼ଖଣ୍ଡର ବୋକାରୋ,
ତାମିଲନାଡୁର ସାଲେମ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ କର୍ଣ୍ଣାଟକର ବିଜୟନଗର ଠାରେ ସମନ୍ୱିତ ଲୌହ ଇସ୍ପାତ କାରଖାନାମାନ ସ୍ଥାପିତ ହୋଇଥିଲା। ବାର୍ଷିକ 32.8 ନିୟୁତ ଟନ ଲୌହ ଇସ୍ପାତ ଉତ୍ପାଦନ କରି ଭାରତ ପୃଥିବୀରେ ନବମ ସ୍ଥାନ ଅଧିକାର କରିଛି। ଛଅ ନମ୍ବର ପାର୍ଥକ୍ୟ ଦର୍ଶାଅ। କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ। କୁଟୀର ଶିଳ୍ପ ଏହି ଶିଳ୍ପ ବିନିର୍ମାଣ ଉଦ୍ୟୋଗର ସବୁଠାରୁ କ୍ଷୁଦ୍ର ଏକକ। ଏଥିରେ ଜଣେ କାରିଗର ନିଜର ବାସଗୃହରେ ପରିବାରର ଅନ୍ୟ ସଦସ୍ୟମାନେ ପୂରା ବା ଆଂଶିକ ସହାୟତାରେ ସ୍ଥାନୀୟ କଞ୍ଚାମାଲରୁ ପାରମ୍ପରିକ ଉତ୍ପାଦନ ପଦ୍ଧତି ଓ ସରଳ ଉପକରଣ ବ୍ୟବହାର କରି ଦ୍ରବ୍ୟ ଉତ୍ପାଦନ କରିଥାଏ। ଖଦି, ଗ୍ରାମୋଦ୍ୟୋଗ, ହସ୍ତତନ୍ତ, ସୁନାରୂପାର ତାରକସି କାମ, ପିତ୍ତଳ ଓ କଂସା ବାସନ କାମ ଆଦି କୁଟୀର ଶିଳ୍ପର ଅନ୍ତର୍ଭୁକ୍ତ। ତାପରେ କ୍ଷୁଦ୍ର ଶିଳ୍ପ। କ୍ଷୁଦ୍ର ଶିଳ୍ପରେ ଶ୍ରମ ଶକ୍ତି ବ୍ୟତୀତ ଶକ୍ତିଚାଳିତ ଯନ୍ତ୍ରପାତି ସାହାଯ୍ୟରେ ଦ୍ରବ୍ୟ ଉତ୍ପାଦିତ ହୋଇଥାଏ। ଏଥିରେ ଅଳ୍ପ ପୁଞ୍ଜି ବିନିଯୋଗ ହୋଇଥାଏ ଓ କମ୍ ସଂଖ୍ୟାରେ ମଜୁରୀ ପ୍ରାପ୍ତ ଶ୍ରମିକ ନିଯୁକ୍ତି ପାଇଥାନ୍ତି। ଉତ୍ପାଦିତ ଦ୍ରବ୍ୟ ଖୋଲା ବଜାରରେ ବ୍ୟବସାୟୀମାନଙ୍କ ମାଧ୍ୟମରେ ବିକ୍ରି କରାଯାଏ। କାଗଜ ତିଆରି ଦ୍ରବ୍ୟ, ଖେଳନା, ଆସବାବପତ୍ର, ଖାଇବା ତେଲ, ଚମଡ଼ା ଦ୍ରବ୍ୟ, ରେଡ଼ିଓ ଟେଲିଭିଜନ ସେଟ୍ ଆଦି ଶିଳ୍ପ କ୍ଷୁଦ୍ର ଶିଳ୍ପର ଅନ୍ତର୍ଭୁକ୍ତ। ତାପରେ ଆସିଲା ମୌଳିକ ଶିଳ୍ପ। ଯେଉଁ ଶିଳ୍ପର ସର୍ବଶେଷ ଉତ୍ପାଦନ ଅନ୍ୟ ଗୋଟିଏ ଶିଳ୍ପର କଞ୍ଚାମାଲ ରୂପେ ବ୍ୟବହାର ହୁଏ ତାହାକୁ ମୌଳିକ ଶିଳ୍ପ କୁହାଯାଏ। ଲୌହ ଇସ୍ପାତ ଶିଳ୍ପରୁ ଉତ୍ପାଦିତ ଲୌହ ଇସ୍ପାତ ଅନ୍ୟ ମେସିନ ବା କଳକବ୍ଜାର କଞ୍ଚାମାଲ ରୂପେ ବ୍ୟବହାର ହେଉଥିବାରୁ ଏହା ଏକ ମୌଳିକ ଶିଳ୍ପ ଅଟେ। ଖାଉଟି ଶିଳ୍ପ। ଯେଉଁ ଶିଳ୍ପ ଉପଭୋକ୍ତାମାନଙ୍କର ପ୍ରତ୍ୟକ୍ଷ ବ୍ୟବହାର ପାଇଁ ଦ୍ରବ୍ୟ ଉତ୍ପାଦନ କରେ ତାହାକୁ ଖାଉଟି ଶିଳ୍ପ କୁହାଯାଏ। ଖାଇବା ତେଲ, ସାବୁନ, ପାଉଁରୁଟି, ଟିଭି ଇତ୍ୟାଦି ଖାଉଟି ଶିଳ୍ପଜାତ ସାମଗ୍ରୀ ଖାଉଟିମାନଙ୍କର ପ୍ରତ୍ୟକ୍ଷ ବ୍ୟବହାରରେ ଲାଗୁଥିବାରୁ ଏଗୁଡ଼ିକ ଖାଉଟି ଶିଳ୍ପ ଅନ୍ତର୍ଭୁକ୍ତ। ତାପରେ ଆସିଲା ମିଳିତ ବା ଯୌଥ ଶିଳ୍ପ। ଯେଉଁ ଶିଳ୍ପ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ପୁଞ୍ଜି ଲଗାଣ କରାଯାଇ ସ୍ଥାପିତ ଓ ପରିଚାଳିତ ହୁଏ ତାହାକୁ ମିଳିତ ବା ଯୌଥ ଶିଳ୍ପ କୁହାଯାଏ। ମାରୁତି ଉଦ୍ୟୋଗ ଏବଂ ଅଏଲ ଇଣ୍ଡିଆ ଲି ଆଦି ଏହି ଶିଳ୍ପର ଅନ୍ତର୍ଭୁକ୍ତ। କେତେକ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଗଠିତ ସମବାୟ ସମିତି ଦ୍ୱାରା ପରିଚାଳିତ ଶିଳ୍ପକୁ ସମବାୟ ଶିଳ୍ପ କୁହାଯାଏ। ଚିନି, ଅମୁଲ ଦୁଗ୍ଧଜାତ ପଦାର୍ଥ ଶିଳ୍ପ, ଲିଜତ, ପାପଡ଼ ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ଭାରୀ ଶିଳ୍ପ ଓ ହାଲୁକା ଶିଳ୍ପ। ଯେଉଁ ଶିଳ୍ପର ଉତ୍ପାଦିତ ବସ୍ତୁର ଆକାର ଖୁବ୍ ବଡ଼ ଓ ଓଜନ ଅଧିକ ସେହି ଶିଳ୍ପକୁ ଭାରୀ ଶିଳ୍ପ କୁହାଯାଏ। ଲୌହ ଇସ୍ପାତ ଶିଳ୍ପ ଓ କାରଖାନା ନିର୍ମାଣ ଶିଳ୍ପ ଭାରୀ ଶିଳ୍ପ ପର୍ଯ୍ୟାୟଭୁକ୍ତ। ହାଲୁକା ଶିଳ୍ପ। ଯେଉଁ ଶିଳ୍ପର ଉତ୍ପାଦଗୁଡ଼ିକର ଓଜନ କମ୍ ତାହାକୁ ହାଲୁକା ଶିଳ୍ପ କୁହାଯାଏ। ଖାଇବା ତେଲ, ଚାହା, ସାବୁନ, ପାଉଁରୁଟି, ବିସ୍କୁଟ, ରେଡ଼ିଓ, ଟିଭି ଆଦି ଶିଳ୍ପଗୁଡ଼ିକ ହାଲୁକା ଶିଳ୍ପ ପର୍ଯ୍ୟାୟଭୁକ୍ତ। ରାଷ୍ଟ୍ରାୟତ୍ତ ଶିଳ୍ପ। ଯେଉଁ ଶିଳ୍ପ ସରକାର ବା ସରକାରୀ ବିଭାଗ ଦ୍ୱାରା ସ୍ଥାପିତ ଓ ପରିଚାଳିତ ହୋଇଥାଏ ତାହାକୁ ସରକାରୀ ବା ରାଷ୍ଟ୍ରାୟତ୍ତ ଶିଳ୍ପ କୁହାଯାଏ। ରାଉରକେଲା ଲୌହ ଇସ୍ପାତ ଶିଳ୍ପ, ଗୁରୁ ବୈଦ୍ୟୁତିକ କାରଖାନା ଆଦି ଏହାର ଉଦାହରଣ। ତାପରେ ଘରୋଇ ଶିଳ୍ପ। ଯେଉଁ ଶିଳ୍ପ କୌଣସି ବ୍ୟକ୍ତି, ପରିବାର କିମ୍ବା ନିଗମ ଅଧିକାରୀଙ୍କ ମାଲିକାନାରେ ଥାଇ ନିଜସ୍ୱ ପୁଞ୍ଜି ଲଗାଣ ଦ୍ୱାରା ପରିଚାଳନା ଭାର ମଧ୍ୟ ନେଇଥାନ୍ତି ତାହାକୁ ଘରୋଇ ବା ବେସରକାରୀ ଶିଳ୍ପ କୁହାଯାଏ। ଟାଟା ଲୌହ ଇସ୍ପାତ ଶିଳ୍ପ, ରିଲାଏନ୍ସ, ବଜାଜ ଅଟୋ ଆଦି ଏହି ଶିଳ୍ପର ଉଦାହରଣ। ତାପରେ କୃଷି ଭିତ୍ତିକ ଶିଳ୍ପ। କୃଷିରୁ ମିଳୁଥିବା କଞ୍ଚାମାଲରୁ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରୁଥିବା ଶିଳ୍ପକୁ କୃଷି ଭିତ୍ତିକ ଶିଳ୍ପ କୁହାଯାଏ।
ଉଦାହରଣ ଚା, ଚିନି, କାର୍ପାସ, ବନସ୍ପତି ତେଲ, ରବର, ଝୋଟ ଶିଳ୍ପ ଇତ୍ୟାଦି। ତାପରେ ଜଙ୍ଗଲ ଭିତ୍ତିକ ଶିଳ୍ପ, ଜଙ୍ଗଲରୁ ମିଳୁଥିବା କଞ୍ଚାମାଲ ବ୍ୟବହାର କରି ସ୍ଥାପିତ ଶିଳ୍ପକୁ ଜଙ୍ଗଲ ଭିତ୍ତିକ ଶିଳ୍ପ କୁହାଯାଏ। ଉଦାହରଣ କାଗଜ ଶିଳ୍ପ, ଆସବାବପତ୍ର, ପ୍ୟାକିଂ ଦ୍ରବ୍ୟ, ଔଷଧୀୟ ବୃକ୍ଷରୁ ପ୍ୟାକିଂ ଦ୍ରବ୍ୟ, ତାପରେ ଔଷଧୀୟ ବୃକ୍ଷରୁ ଔଷଧ ଉତ୍ପାଦନକାରୀ ଶିଳ୍ପ ଇତ୍ୟାଦି। ତାପରେ ଆସିଲା 7 ନମ୍ବର କାରଣ ଦର୍ଶାଅ। ଲୌହ ଇସ୍ପାତ କାରଖାନା କଞ୍ଚାମାଲ ମିଳୁଥିବା ସ୍ଥାନ ନିକଟରେ ସ୍ଥାପନ କରାଯାଏ। ଉତ୍ତର ହେଲା ଲୌହ ଇସ୍ପାତ କାରଖାନାରେ କଞ୍ଚାମାଲ ରୂପେ ଭାରି ଲୁହା ପଥର, କୋଇଲା, ଚୁନାପଥର, ମାଙ୍ଗାନିଜ ଓ କ୍ରୋମାଇଟ୍ ଆଦି ବ୍ୟବହୃତ ହୋଇଥାଏ। ଏହି ଶିଳ୍ପର ଉତ୍ପାଦ ମଧ୍ୟ ଓଜନଦାର ହୋଇଥାଏ। କଞ୍ଚାମାଲ ଓ ଉତ୍ପାଦନ ଉଭୟ ଭାରି ହୋଇଥିବାରୁ ପରିବହନ କଷ୍ଟସାଧ୍ୟ ହୋଇଥାଏ। ଏଣୁ ପରିବହନ ଖର୍ଚ୍ଚ କମାଇବା ପାଇଁ ସାଧାରଣତଃ କଞ୍ଚାମାଲ ମିଳୁଥିବା ସ୍ଥାନ ନିକଟରେ ଲୌହ ଇସ୍ପାତ କାରଖାନା ସ୍ଥାପନ କରାଯାଏ। ତାପରେ ବି ନମ୍ବର, ମୋଟର ନିର୍ମାଣ କାରଖାନାଗୁଡ଼ିକ ବଡ଼ ବଡ଼ ସହର ନିକଟରେ ସ୍ଥାପିତ। ଉତ୍ତର ହେଲା ଭାରତର ଦିଲ୍ଲୀ, ଗୁଡଗାଁଓ, କୋଲକାତା, ଲକ୍ଷ୍ନୌ, ଇନ୍ଦୋର, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ ଆଦି ବଡ଼ ବଡ଼ ସହରମାନଙ୍କରେ ସହଜରେ ଆବଶ୍ୟକୀୟ କାରିଗରୀ ଜ୍ଞାନକୌଶଳ ଓ ତାଲିମ ପ୍ରାପ୍ତ କୁଶଳୀ ଶ୍ରମିକ ମିଳିଥାନ୍ତି। ତେଣୁ ସେଠାରେ ମୋଟର ନିର୍ମାଣ କାରଖାନାଗୁଡ଼ିକ ଗଢ଼ି ଉଠିଥାଏ। ସେଥିପାଇଁ ମାରୁତି ଉଦ୍ୟୋଗ, ହିନ୍ଦୁସ୍ତାନ ମୋଟର୍ସ, ଟାଟା ମୋଟର୍ସ ଆଦି ବିଖ୍ୟାତ କମ୍ପାନୀମାନେ ଭାରତର ବଡ଼ ବଡ଼ ସହରମାନଙ୍କରେ ନିଜର ମୋଟର ତିଆରି କାରଖାନାମାନ ପ୍ରତିଷ୍ଠା କରିଛନ୍ତି। ସି ନମ୍ବର, ଲୌହ ଇସ୍ପାତ ଶିଳ୍ପକୁ ମୌଳିକ ଶିଳ୍ପ କୁହାଯାଏ। ଉତ୍ତର ହେଲା ଯେଉଁ ଶିଳ୍ପର ସର୍ବଶେଷ ଉତ୍ପାଦ ଅନ୍ୟ ଗୋଟିଏ ଶିଳ୍ପରେ କଞ୍ଚାମାଲ ରୂପେ ବ୍ୟବହୃତ ହୁଏ ତାହାକୁ ମୌଳିକ ଶିଳ୍ପ କୁହାଯାଏ। ଲୌହ ଇସ୍ପାତ ଶିଳ୍ପରୁ ଉତ୍ପାଦିତ ଲୌହ ଇସ୍ପାତ ଅନ୍ୟ ମେସିନ ବା କଡ଼କବଜାର କଞ୍ଚାମାଲ ରୂପେ ବ୍ୟବହୃତ ହୁଏ। ତେଣୁ ଲୌହ ଇସ୍ପାତ ଶିଳ୍ପକୁ ମୌଳିକ ଶିଳ୍ପ କୁହାଯାଏ। ତାପରେ ଡି ନମ୍ବର, ବେଙ୍ଗାଲୁରୁକୁ ଭାରତର ଇଲେକ୍ଟ୍ରୋନିକ୍ସ ରାଜଧାନୀ କୁହାଯାଏ। ଉତ୍ତର ହେଲା ବେଙ୍ଗାଲୁରୁ ଠାରେ ହିନ୍ଦୁସ୍ତାନ ବିମାନ କାରଖାନା, ହିନ୍ଦୁସ୍ତାନ ଯାନ୍ତ୍ରିକ ଉପକରଣ କାରଖାନା, ଭାରତୀୟ ଟେଲିଫୋନ କାରଖାନା, ଜାତୀୟ ମହାକାଶ ଗବେଷଣା ସଂସ୍ଥା ପ୍ରତିଷ୍ଠିତ ହୋଇଛି। ଏଠାରେ ଇନଫୋସିସ ପରି ବୈଷୟିକ ସଂସ୍ଥା ରହିଛି। ଭାରତୀୟ ଇଞ୍ଜିନିୟରମାନେ ଇନଫୋସିସ ଗବେଷଣାଗାରରେ ବସି ସମଗ୍ର ବିଶ୍ୱର ବିଭିନ୍ନ ତଥ୍ୟ ଆୟତ୍ତ କରିପାରୁଛନ୍ତି। ତେଣୁ ଏଠାରେ ବିଭିନ୍ନ ଶିଳ୍ପର ପ୍ରସାର ହେତୁ ଏହାକୁ ଭାରତର ଇଲେକ୍ଟ୍ରୋନିକ୍ସ ରାଜଧାନୀ କୁହାଯାଏ। ଇ ନମ୍ବର, ରାସାୟନିକ କାରଖାନା ଜନବସ୍ତି ପାଇଁ ଏକ ସମସ୍ୟା। ଉତ୍ତର ହେଲା ବିଭିନ୍ନ ପ୍ରକାର ଏସିଡ, କଷ୍ଟିକ ସୋଡା, ଆମୋନିଆ, ବ୍ଲିଚିଂ ପାଉଡର, ରାସାୟନିକ ସାର, କୀଟନାଶକ ଔଷଧ, କୃତ୍ରିମ ତନ୍ତୁ କାରଖାନା ଇତ୍ୟାଦି ରାସାୟନିକ ଶିଳ୍ପ ଅନ୍ତର୍ଭୁକ୍ତ। ଏହିସବୁ ରାସାୟନିକ କାରଖାନାମାନଙ୍କରୁ ନିର୍ଗତ ହେଉଥିବା ରାସାୟନିକ ପଦାର୍ଥ ଯୋଗୁଁ ବାୟୁମଣ୍ଡଳ ସଂକ୍ରମିତ ହେଉଅଛି। ରାସାୟନିକ ସାର କାରଖାନାରୁ ନିର୍ଗତ ରାସାୟନିକ ପଦାର୍ଥ ଯୋଗୁଁ ସ୍ଥାନୀୟ ଲୋକ ଓ କାର୍ଯ୍ୟରତ ଶ୍ରମିକମାନେ ମୃତ୍ୟୁ ମୁଖରେ ପଡୁଛନ୍ତି। ଅନେକ ପ୍ରକାର ଶାରୀରିକ ଓ ମାନସିକ ରୋଗର ଶିକାର ମଧ୍ୟ ହେଉଛନ୍ତି। ତେଣୁ ରାସାୟନିକ କାରଖାନା ଜନବସତି ପାଇଁ ଏକ ସମସ୍ୟା। ଏଫ ନମ୍ବର, ଖାଉଟି ଶିଳ୍ପକୁ କାହିଁକି ହାଲୁକା ଶିଳ୍ପ ବୋଲି କୁହାଯାଏ? ଉତ୍ତର ହେଲା ଯେଉଁ ଶିଳ୍ପ ଉପଭୋକ୍ତାମାନଙ୍କର ପ୍ରତ୍ୟକ୍ଷ ବ୍ୟବହାର ପାଇଁ ଦ୍ରବ୍ୟ ଉତ୍ପାଦନ କରେ ସେଗୁଡ଼ିକୁ ଖାଉଟି ଶିଳ୍ପ କୁହାଯାଏ। ଏଥିରେ ବ୍ୟବହୃତ କଞ୍ଚାମାଲର ଓଜନ କମ୍ ହୋଇଥିବାରୁ ଉତ୍ପାଦ ଗୁଡ଼ିକର ଓଜନ ମଧ୍ୟ କମ୍ ହୋଇଥାଏ। ତେଣୁ ଏହାକୁ ହାଲୁକା ଶିଳ୍ପ କୁହାଯାଇଥାଏ। 8 ନମ୍ବର, ପରିବେଶ ପ୍ରଦୂଷଣ ଏକ ଜାତୀୟ ସମସ୍ୟା, ଏହା ଉପରେ ନିଜର ବକ୍ତବ୍ୟ ରଖ। ଉତ୍ତର ହେଲା ମନୁଷ୍ୟର ଚତୁଃପାର୍ଶ୍ୱକୁ ଘେରି ରହି ତାହା ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ପ୍ରାକୃତିକ ପରିବୃତ୍ତିକୁ ପରିବେଶ କୁହାଯାଏ। ଜଳ, ସ୍ଥଳ, ବାୟୁ ସହିତ ସମସ୍ତ ଉଦ୍ଭିଦ ଓ ପ୍ରାଣୀ ଜଗତ ପ୍ରାକୃତିକ ପରିବେଶର ଅନ୍ତର୍ଗତ। ଏଠି ଅନ୍ତର୍ଗତା ଲେଖା ହେଇଛି, ଏଟା ପୃଷ୍ଠପଟେ। ମନୁଷ୍ୟର ବିଭିନ୍ନ ଅର୍ଥନୀତିକ କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟ ବିଭିନ୍ନ ବର୍ଜ୍ୟବସ୍ତୁ
ବର୍ଜ୍ୟବସ୍ତୁ ଯେମିତି କଠିନ, ତରଳ, ଗ୍ୟାସୀୟ ପଦାର୍ଥ। ପ୍ରାକୃତିକ ପରିବେଶର ବିଭିନ୍ନ ଉପାଦାନ ଯଥା ଜଳ, ବାୟୁ ଓ ଭୂମିକୁ ଦୂଷିତ ଓ ସଂକ୍ରମିତ କରିବା ଅବସ୍ଥାକୁ ପରିବେଶ ପ୍ରଦୂଷଣ କୁହାଯାଏ। କଳକାରଖାନାରୁ ନିର୍ଗତ ଧୂଆଁ ଓ ପାଉଁଶ ଗୁଣ୍ଡ ବାୟୁମଣ୍ଡଳ ଓ ବାରିମଣ୍ଡଳକୁ ପ୍ରଦୂଷିତ କରୁଛି। ଏଥିରୁ ନିର୍ଗତ କାର୍ବନ ମୋନୋକ୍ସାଇଡ୍, ସଲଫର ଡାଇଅକ୍ସାଇଡ୍ ଦ୍ୱାରା ବାୟୁ ପ୍ରଦୂଷିତ ହେଉଛି। ରାସାୟନିକ ସାର କାରଖାନାରୁ ନିର୍ଗତ ରାସାୟନିକ ପଦାର୍ଥ ଦ୍ୱାରା ସ୍ଥାନୀୟ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି। ଆଉ 1984 ମସିହାରେ ଘଟିଥିବା ଭୋପାଳ ଗ୍ୟାସ୍ ଦୁର୍ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏଠାରେ ଥିବା ୟୁନିୟନ କାର୍ବାଇଡ୍ କାରଖାନାରୁ ନିର୍ଗତ ମିଥାଇଲ୍ ଆଇସୋସିଆନାଇଡ୍ ଗ୍ୟାସର ବିଷକ୍ରିୟା ଯୋଗୁଁ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା। ଶିଳ୍ପ କାରଖାନାରୁ ନିର୍ଗତ ଉଭୟ ଜୈବ ଓ ଅଜୈବ ବର୍ଜ୍ୟବସ୍ତୁ ନଈ, ନାଳ, କେନାଲରେ ପ୍ରବେଶ କରି ଜଳ ପ୍ରଦୂଷଣ ଘଟାଉଛି। ଏହି ପ୍ରଦୂଷିତ ଜଳ ଦ୍ୱାରା ମନୁଷ୍ୟ, ଜୀବଜନ୍ତୁ ଓ ଉଦ୍ଭିଦ ପ୍ରବାହିତ ହେବା ସହ କୃଷିକାର୍ଯ୍ୟ କ୍ଷତିଗ୍ରସ୍ତ ହୋଇଥାଏ। କୋଇଲା, ରଙ୍ଗ, ସାବୁନ, କୀଟନାଶକ ଦ୍ରବ୍ୟ, ସାର, ପ୍ଲାଷ୍ଟିକ୍, ରବର ଶିଳ୍ପ ଆଦି ପ୍ରଦୂଷଣକାରୀ କାରଖାନା ଏବଂ କାଗଜ ଶିଳ୍ପ, ବୟନ ଶିଳ୍ପ, ପେଟ୍ରୋ ରାସାୟନିକ ଶିଳ୍ପ, ଚମଡ଼ା କାରଖାନା, ବିଦ୍ୟୁତ୍ ପ୍ରଲେପନରୁ ବାହାରୁଥିବା ବିଷାକ୍ତ ପଦାର୍ଥ ଦ୍ୱାରା ଭୂମି, ଜଳ, ମୃତ୍ତିକା ତଥା ଭୂଗର୍ଭସ୍ଥ ଜଳ ପ୍ରଦୂଷିତ ହୋଇଥାଏ। ବିଭିନ୍ନ କାରଖାନାଗୁଡ଼ିକରୁ ସୃଷ୍ଟ ଯନ୍ତ୍ରପାତିର ଶବ୍ଦ, ଡିନାମାଇଟ୍ ବିସ୍ଫୋଟ, ଯାନବାହନର ଶବ୍ଦ ଆଦି ଶବ୍ଦ ପ୍ରଦୂଷଣ କରୁଛି। ତାପରେ ଦ୍ରୁତ ଶିଳ୍ପାୟନ ଦ୍ୱାରା କୌଣସି ଦେଶ ବା ଜାତି ଶିଳ୍ପ କ୍ଷେତ୍ରରେ ଯେତେ ଅଗ୍ରଗତି କଲେ ମଧ୍ୟ ଏହା ଦ୍ୱାରା ମାନବ ସମ୍ବଳର ଅଶେଷ କ୍ଷତି ଘଟୁଅଛି। ତେଣୁ ପରିବେଶ ପ୍ରଦୂଷଣ ଏକ ଜାତୀୟ ସମସ୍ୟା। ଏହାର ସମାଧାନ ନିତାନ୍ତ ଜରୁରୀ। 9 ନମ୍ବର, ଭାରତର ଏକ ରେଖାଙ୍କିତ ମାନଚିତ୍ର ଅଙ୍କନ କରି ସେଥିରେ ନିମ୍ନଲିଖିତ ସ୍ଥାନଗୁଡ଼ିକୁ ଦର୍ଶାଅ। ଦୁର୍ଗାପୁର, ନାଲକୋ ଆଉ ହାସଙ୍ଗାବାଦ, ଭାରୀ ଇଞ୍ଜିନିୟରିଂ ନିଗମ, ଗୁଡଗାଁव, ନାସିକ, ସାଲେମ, ବିକାନିର, ବେଙ୍ଗାଲୁରୁ। এইটা ABCD ଦ୍ୱାରା ସୂଚାଇ ଦିଆଯାଇଛି। ତ ଏଇଟା ଦେଖିକି ତମେ ଭରି ନେବ। ଆଉ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ ଏବଂ ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରିଦେବ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ତୁମ ପାଖରେ ପହଞ୍ଚି ପାରିବ।